ନମସ୍କାର, ଆଜି ହେଉଛି ଡିସେମ୍ବର 21 ତାରିଖ ରବିବାର ଦିନ। ଆପଣମାନଙ୍କ ପାଇଁ ନେଇ ଆସିଛି ଆଜି ଦିନର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ ଆମ ଚ୍ୟାନେଲକୁ ଯଦି ନୂଆ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଆସୁଥିବା ବେଲ୍ ଆଇକନକୁ କ୍ଲିକ୍ କରି ରଖନ୍ତୁ। ଚାଲନ୍ତୁ ଆଜି ଦିନର ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ପ୍ରଥମ ଖବର, 18 ମାଓବାଦୀଙ୍କ ପାଇଁ 8.4 କୋଟି ପୁରସ୍କାର ଘୋଷଣା। 18 ମାଓବାଦୀଙ୍କ ପାଇଁ 8 କୋଟି 40 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ବୌଦ୍ଧ ପୁଲିସ। ଯେଉଁମାନେ ଏହି ମାଓବାଦୀମାନଙ୍କୁ ଧରାଇଦେବେ ସେମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ବୌଦ୍ଧ ପୁଲିସ ପକ୍ଷରୁ କୁହାଯାଇଛି। ଏନେଇ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ପୋଷ୍ଟର ଲଗାଯାଇଛି। ଲଗାଯାଇଥିବା ପୋଷ୍ଟରରେ ମାଓବାଦୀଙ୍କ ନାମ, ଫଟୋ ଏବଂ କେଉଁ ମାଓବାଦୀଙ୍କ ପାଇଁ କେତେ ଟଙ୍କା ପୁରସ୍କାର ରହିଛି ତାହା ଉଲ୍ଲେଖ କରାଯାଇଛି। ଏହା ସହିତ ମାଓବାଦୀ ଆତ୍ମସମର୍ପଣ କଲେ ସେମାନଙ୍କୁ କ'ଣ ସୁବିଧା ମିଳିବ ତାହା ବି ପୋଷ୍ଟରରେ ଲେଖାଯାଇଛି। ଏ ସମ୍ପର୍କିତ ସୂଚନା ଦେବା ଲାଗି ମୋବାଇଲ ନମ୍ବର 9437673839ରେ ଯୋଗାଯୋଗ କରିବାକୁ କୁହାଯାଇଛି। ସୂଚନାଦାତାଙ୍କ ନାମ ଗୋପନ ରଖାଯିବ ବୋଲି ଅବଗତ କରାଯାଇଛି। ପରବର୍ତ୍ତୀ ଖବର, ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମିଳିବନି ପେଟ୍ରୋଲ ଡିଜେଲ। ଏଣିକି ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ ପମ୍ପରେ ମିଳିବନି ପେଟ୍ରୋଲ ଡିଜେଲ। ଗାଡ଼ିରେ ତେଲ ପକାଇବା ପୂର୍ବରୁ ଦେଖାଇବାକୁ ପଡ଼ିବ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର। ରାଜ୍ୟ ପରିବହନ ପ୍ରାଧିକରଣ ସଂସ୍ଥା ପକ୍ଷରୁ ଏ ସମ୍ପର୍କରେ ତୈଳ କମ୍ପାନୀଗୁଡ଼ିକୁ ଚିଠି ଲେଖି ଅବଗତ କରାଯାଇଛି। ଫଳରେ ଯେଉଁମାନଙ୍କ ନିକଟରେ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ନଥିବ ସେମାନଙ୍କୁ ମିଳିବନି ପେଟ୍ରୋଲ ଡିଜେଲ। ପେଟ୍ରୋଲ ପମ୍ପଗୁଡ଼ିକରେ ଇନ୍ଧନ ଭରିବା ସମୟରେ ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ହେବ। ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ସଂସ୍ଥା ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ପରବର୍ତ୍ତୀ ଖବର, ଭାରତରେ ଗୁଗୁଲ ଲଞ୍ଚ କଲା ପ୍ରଥମ କ୍ରେଡିଟ୍ କାର୍ଡ। ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗୁଲ ନୂଆ ଡିଜିଟାଲ କ୍ରେଡିଟ୍ କାର୍ଡ ଫ୍ଲେକ୍ସ ବାଇ ଗୁଗଲ ପେ ଲଞ୍ଚ କରିଛି। ଏହା ରୂପେ ନେଟୱାର୍କ ଉପରେ ଆଧାରିତ ଏବଂ ସମ୍ପୂର୍ଣ୍ଣ ରୂପେ ଗୁଗଲ ପେ ଆପ୍ ଭିତରେ ଇଣ୍ଟିଗ୍ରେଟେଡ୍। ଏହି ବ୍ରାଣ୍ଡ ଅଧୀନରେ ପ୍ରଥମ ପ୍ରଡକ୍ଟ ଗୁଗଲ ପେ ଫ୍ଲେକ୍ସ ଏକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ଏକ୍ସିସ୍ ବ୍ୟାଙ୍କ ସହିତ ଭାଗିଦାରୀ ଲଞ୍ଚ ହୋଇଛି ଏବଂ ଏହା ସିଧା ଗୁଗଲ ପେ ଆପ୍ରୁ ଉପଲବ୍ଧ ହେବ। ପରବର୍ତ୍ତୀ ଖବର, ଦିଲ୍ଲୀ ଏନ୍ସିଆରରେ ଗ୍ରାଫ ଷ୍ଟେଜ 4 ଲାଗୁ। ଛୋଟ ପିଲାଙ୍କ ସ୍କୁଲ ଛୁଟି। ଉତ୍ତର ଭାରତରେ ପ୍ରଚଣ୍ଡ ଶୀତ ଲହରୀ ଜାରି ରହିଛି। ଦିନକୁ ଦିନ ତାପମାତ୍ରା ଯେତିକି କମୁଛି ବାୟୁ ଗୁଣବତ୍ତା ମଧ୍ୟ ଖରାପ ହେବାରେ ଲାଗିଛି। ବିଶେଷ କରି ଦିଲ୍ଲୀ ଏନ୍ସିଆରରେ ପ୍ରଦୂଷଣ ମାତ୍ରା ଖରାପ ସ୍ଥିତିକୁ ଯାଇଛି। ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦକୁ ଆଖି ଆଗରେ ରଖି ସରକାର ସ୍କୁଲ ବନ୍ଦ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚନାଙ୍କ ଗମ୍ଭୀର ପ୍ଲସ୍ ବର୍ଗରେ ପହଞ୍ଚିଛି। ପରିସ୍ଥିତିକୁ ଦେଖି ସରକାର ଗ୍ରାଫ ଷ୍ଟେଜ 4 ଲାଗୁ କରିଛନ୍ତି, ଯାହା ପ୍ରଦୂଷଣ ନିୟନ୍ତ୍ରଣର ସବୁଠାରୁ କଠୋର ସ୍ତର। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ନର୍ସରୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବନ୍ଦ ରହିବ। ପରବର୍ତ୍ତୀ ଖବର, ଇସ୍ରୋର ବଡ଼ ପଦକ୍ଷେପ। ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ ପରୀକ୍ଷା। ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଗଗନୟାନ ମିଶନର କ୍ରିଉ ମଡ୍ୟୁଲ ଡିସେଲେରେସନ ସିଷ୍ଟମ ପାଇଁ ଡ୍ରାଇଭ୍ ପାରାଚ୍ୟୁଟ ପରୀକ୍ଷା ସଫଳତାର ସହ ସମ୍ପୂର୍ଣ୍ଣ କରିଛି। 2026ରେ ମାନବବିହୀନ ଗଗନୟାନ ମିଶନ ଲଞ୍ଚ ପାଇଁ ଇସ୍ରୋ ଜୋରଦାର ଉଦ୍ୟମ ଚଳାଇଛନ୍ତି। 18 ଓ 19ରେ ଡିଆରଡିଓର ଚଣ୍ଡିଗଡ଼ ସ୍ଥିତ ଟର୍ମିନାଲ ବାଲିଷ୍ଟିକ ରିସର୍ଚ୍ଚ ଲାବୋରେଟୋରୀରେ ଥିବା ରେଲ ଟ୍ରାକ୍ ରକେଟ ସ୍ପେଡରେ ଏହି ପରୀକ୍ଷା କରାଯାଇଛି। ଗଗନୟାନର କ୍ରିଉ ମଡ୍ୟୁଲ ଡିସେଲେରେସନ ସିଷ୍ଟମରେ 4 ପ୍ରକାରର 10ଟି ପାରାଚ୍ୟୁଟ ବ୍ୟବହାର କରାଯିବ। ଗଗନୟାନ ପୃଥିବୀ ବାୟୁମଣ୍ଡଳ ଦେଇ ଫେରିବା ସମୟରେ ଏହାକୁ ମନ୍ଥର ଓ ସ୍ଥିର କରିବା ନିମନ୍ତେ ପାରାଚ୍ୟୁଟ ଗୁଡ଼ିକୁ ବ୍ୟବହାର କରାଯିବ। ପରବର୍ତ୍ତୀ ଖବର, କାମ୍ବୋଡିଆ ଉପରେ ଥାଇଲ୍ୟାଣ୍ଡର ଏୟାର ଷ୍ଟ୍ରାଇକ୍। ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ସୀମା ବିବାଦ ଏକ ଘାତକ ଯୁଦ୍ଧରେ ପରିଣତ ହୋଇଛି। ଉଭୟ ଦେଶ ପରସ୍ପର ଉପରେ ଲଗାତାର ଆକ୍ରମଣ କରୁଛନ୍ତି। ରିପୋର୍ଟ ଅନୁଯାୟୀ ଥାଇ ବାୟୁସେନା କାମ୍ବୋଡିଆ ଅଞ୍ଚଳ ମଧ୍ୟରେ ଅବସ୍ଥିତ ଏକ କାସିନୋ ଉପରେ ପ୍ରବଳ ବୋମାମାଡ଼ କରିଛି। ଏହି ବିମାନ ଆକ୍ରମଣ ଘାତକ ଥାଇ F-60 ଲଢୁଆ ବିମାନ ବ୍ୟବହାର କରି କାସିନୋ ଉପରକୁ
ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିବା ଜଣାପଡ଼ିଛି। ନିକଟବର୍ତ୍ତୀ ଏକ ଗାଁର ଗ୍ରାମବାସୀଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଏହି ଭୟଙ୍କର ବିସ୍ଫୋରଣ ଏକ ଭିଡିଓ ମଧ୍ୟରେ ସାମ୍ନାକୁ ଆସିଛି। ପରବର୍ତ୍ତୀ ଖବର, ଏନସିଆରରେ ଘନ କୁହୁଡ଼ି, 129 ବିମାନ ବାତିଲ। ଉତ୍ତର ଭାରତରେ ପ୍ରବଳ ଶୀତ ଲହରୀ ଜାରି ରହିଥିବା ବେଳେ ଆଜି ସକାଳୁ ଦିଲ୍ଲୀ ଏନସିଆରରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ କ୍ଷମତା କମିଯାଇଛି, ଯାହା ଫଳରେ ଯାନବାହନ ଚଳାଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି। ଏପରିକି ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ତେଣୁ ଦିଲ୍ଲୀ ବିମାନ ବନ୍ଦର ଯାତ୍ରୀଙ୍କ ପାଇଁ ଏକ ଆଡଭାଇଜରି ଜାରି କରିଛି। ଜୟପୁର ବିମାନ ବନ୍ଦର 6, 7, 4, 1, 3 ଏବଂ ଦିଲ୍ଲୀ ବିମାନ ବନ୍ଦର 6, 2, 1, 1, 3 ବାତିଲ କରାଯାଇଛି। ଘନ କୁହୁଡ଼ି ଯୋଗୁଁ I-1879 ଦିଲ୍ଲୀ ବିମାନକୁ ମଧ୍ୟ ବାତିଲ କରିବାକୁ ପଡ଼ିଛି। ପାଗ ଖରାପ ଯୋଗୁଁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର 129ଟି ବିମାନ ବାତିଲ କରାଯାଇଛି। ପରବର୍ତ୍ତୀ ଖବର, ଟି-20 ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା। ଟି-20 ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏଥିରୁ ବାଦ୍ ପଡ଼ିଛନ୍ତି ଉପ-ଅଧିନାୟକ ଥିବା ଶୁଭମନ ଗିଲ୍। ପ୍ରଥମ କରି ଟି-20 ବିଶ୍ୱକପ୍ ଦଳର ନେତୃତ୍ୱ ନେବେ ସୂର୍ଯ୍ୟକୁମାର। ଅଲରାଉଣ୍ଡର ଅକ୍ଷର ପଟେଲ ନୂଆ ଉପ-ଅଧିନାୟକ ହୋଇଛନ୍ତି। ତାଲିକାରେ ସଞ୍ଜୁ ସାମସନ୍ ଓ ଇଶନ କିଶନ 2 ୱିକେଟ୍ କିପର ଭାବେ ଘୋଷଣା କରିଛନ୍ତି। ଟିମ୍ରେ ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ଯଶପ୍ରୀତ ବୁମରା, ହର୍ଷିତ ରାଣା, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ ସୁନ୍ଦର ଦଳରେ ସ୍ଥାନ ପାଇଛନ୍ତି।